ଓମ୍ ଶାନ୍ତି। 12 ନଭେମ୍ବର 2025ର ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ, ତୁମେମାନେ ଡ୍ରାମାର ଖେଳକୁ ଭଲ ଭାବରେ ଜାଣିଛ। ସେଥିପାଇଁ ଧନ୍ୟବାଦ ଦେବାର ମଧ୍ୟ କୌଣସି କଥା ନାହିଁ। ତୁମେମାନେ ଡ୍ରାମାର ଖେଳକୁ ଭଲ ଭାବରେ ଜାଣିଛ। ସେଥିପାଇଁ ଧନ୍ୟବାଦ ଦେବାର ମଧ୍ୟ କୌଣସି କଥା ନାହିଁ। ଆଜିର ପ୍ରଶ୍ନ, ସେବାଧାରୀ ସନ୍ତାନମାନଙ୍କ ଭିତରେ କେଉଁ ଅଭ୍ୟାସ ବିଲକୁଲ ରହିବା ଉଚିତ ନୁହେଁ? ସେବାଧାରୀ ସନ୍ତାନମାନଙ୍କ ଭିତରେ କେଉଁ ଅଭ୍ୟାସ ବିଲକୁଲ ରହିବା ଉଚିତ ନୁହେଁ? ଉତ୍ତର, ମାଗିବାର ଅଭ୍ୟାସ। ତୁମମାନଙ୍କୁ ବାବାଙ୍କ ଠାରୁ ଆଶୀର୍ବାଦ ଅଥବା କୃପା ଆଦି ମାଗିବାର ଆବଶ୍ୟକତା ନାହିଁ। ତୁମେ କାହାକୁ ପଇସା ମଧ୍ୟ ମାଗିପାରିବ ନାହିଁ, କାରଣ ମାଗିବା ଠାରୁ ମରିବା ଭଲ। ତୁମେ ଜାଣିଛ, ଡ୍ରାମା ଅନୁସାରେ କଳ୍ପ ପୂର୍ବରୁ ଯେଉଁମାନେ ବୀଜ ବପନ କରିଥିବେ, ଅର୍ଥାତ୍ ନିଜର ଧନ ସଫଳ କରିଥିବେ, ସେହିମାନେ ନିଶ୍ଚିତ କରିବେ। ଯେଉଁମାନଙ୍କୁ ନିଜର ଭବିଷ୍ୟତ ପଦ ଉଚ୍ଚ କରିବାର ଥିବ, ସେ ନିଶ୍ଚିତ ସହଯୋଗୀ ହେବେ। ତୁମର କାମ ହେଉଛି ସେବା କରିବା। ତୁମେ କାହାଠାରୁ କିଛି ମାଗିପାରିବ ନାହିଁ। ଭକ୍ତିରେ ମାଗିବାର ପରମ୍ପରା ରହିଛି, କିନ୍ତୁ ଜ୍ଞାନରେ ନୁହେଁ। ଗୀତ, ମୁଝକୋ ସାହାରା ଦେନେ ବାଲା। ଓମ୍ ଶାନ୍ତି। ପିଲାମାନଙ୍କ ମୁଖରୁ ଧନ୍ୟବାଦର ଶବ୍ଦ ଏହି ପିତା, ଶିକ୍ଷକ, ଗୁରୁଙ୍କ ପାଇଁ ବାହାରି ପାରିବ ନାହିଁ। କାହିଁକି ନା ପିଲାମାନେ ଜାଣିଛନ୍ତି ଏହି ଖେଳ ପୂର୍ବ ନିର୍ମିତ। ଏଥିରେ ଧନ୍ୟବାଦ ଆଦିର କୌଣସି କଥା ହିଁ ନାହିଁ। ଏକଥା ମଧ୍ୟ ପିଲାମାନେ ଡ୍ରାମା ଅନୁସାରେ ଜାଣିଛନ୍ତି। ଡ୍ରାମା ଶବ୍ଦ ମଧ୍ୟ ତୁମ ସନ୍ତାନମାନଙ୍କ ବୁଦ୍ଧିରେ ଆସୁଛି। ଖେଳ ଶବ୍ଦ କହିବା ମାତ୍ରେ ମଧ୍ୟ ସାରା ଖେଳ ତୁମ ବୁଦ୍ଧିରେ ଆସିଯାଉଛି। ଅର୍ଥାତ୍ ତୁମେ ସ୍ୱତଃ ସ୍ୱଦର୍ଶନ ଚକ୍ରଧାରୀ ହୋଇଯାଉଛ। ତିନି ଲୋକ ମଧ୍ୟ ତୁମମାନଙ୍କ ବୁଦ୍ଧିରେ ଆସିଯାଉଛି, ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ସ୍ଥୂଳଲୋକ। ଏକଥା ମଧ୍ୟ ଜାଣିଛ ଯେ ଏବେ ଏହି ଖେଳ ପୂରା ହେବାକୁ ଯାଉଛି। ବାବା ଆସି ତୁମମାନଙ୍କୁ ତ୍ରିକାଳଦର୍ଶୀ କରୁଛନ୍ତି। ତିନି କାଳ, ତିନି ଲୋକ, ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟକୁ ବୁଝାଉଛନ୍ତି। ସମୟକୁ କାଳ ବୋଲି କୁହାଯାଉଛି। ଏହି ସବୁ କଥା ନୋଟ୍ ନ କରିଲେ ମନେ ରହିବ ନାହିଁ। ତୁମେମାନେ ତ ବହୁତ ପଏଣ୍ଟସ୍ ଭୁଲି ଯାଉଛ। ଡ୍ରାମାର ଅବଧିକୁ ମଧ୍ୟ ତୁମେ ଜାଣିଛ। ତେଣୁ ତୁମେ ତ୍ରିନେତ୍ରୀ, ତ୍ରିକାଳଦର୍ଶୀ ହୋଇଯାଇଛ। ତୁମକୁ ହିଁ ଜ୍ଞାନର ତୃତୀୟ ନେତ୍ର ମିଳିଛି। ସବୁଠାରୁ ବଡ଼ କଥା ହେଉଛି ତୁମେ ଆସ୍ତିକ ହୋଇଯାଉଛ। ନଚେତ୍ ଏହା ପୂର୍ବରୁ ଅନାଥ ଥିଲ। ଏହି ଜ୍ଞାନ ତୁମକୁ ହିଁ ମିଳିଥାଏ। ସ୍କୁଲର ଛାତ୍ରମାନଙ୍କର ବୁଦ୍ଧିରେ ସଦା ସର୍ବଦା ଜ୍ଞାନର ମନ୍ଥନ ହୋଇଥାଏ। ଏହା ମଧ୍ୟ ଜ୍ଞାନ ଅଟେ ନା? ଡ୍ରାମା ଅନୁସାରେ ଶ୍ରେଷ୍ଠରୁ ଶ୍ରେଷ୍ଠ ବାବା ହିଁ ତୁମମାନଙ୍କୁ ଜ୍ଞାନ ଦେଉଛନ୍ତି। ଡ୍ରାମା ଶବ୍ଦ ମଧ୍ୟ ତୁମମାନଙ୍କ ମୁଖରୁ ହିଁ ବାହାରି ପାରିବ। ତାହା ମଧ୍ୟ ସେହି ସନ୍ତାନମାନଙ୍କ ମୁଖରୁ ଯେଉଁମାନେ ସେବାରେ ତତ୍ପର ରହୁଛନ୍ତି। ବର୍ତ୍ତମାନ ତୁମେ ଜାଣୁଛ, ଆମେ ଅନାଥ ଥିଲୁ। ଏବେ ବେହଦର ବାବା ଧନୀ ମିଳିଛନ୍ତି, ତେଣୁ ଧନୀକର ହୋଇଯାଇଛୁ। ପୂର୍ବରୁ ତୁମେ ବେହଦର ଅନାଥ ଥିଲ। ବେହଦର ବାବା ବେହଦର ସୁଖ ଦେଇଥାନ୍ତି। ଆଉ କୌଣସି ଏଭଳି ପିତା ନାହାନ୍ତି ଯିଏକି ଏପରି ସୁଖ ଦେଉଥିବେ। ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ ଏସବୁ ତୁମ ସନ୍ତାନମାନଙ୍କର ବୁଦ୍ଧିରେ ଅଛି। କିନ୍ତୁ ଅନ୍ୟମାନଙ୍କୁ ମଧ୍ୟ ଏକଥା ଯଥାର୍ଥ ଭାବରେ ବୁଝାଇ ଏହି ଈଶ୍ୱରୀୟ ଧନ୍ଦାରେ ଲାଗିଯାଅ। ପ୍ରତ୍ୟେକଙ୍କର ନିଜସ୍ୱ ପରିସ୍ଥିତି ରହିଛି। ତେବେ ଯେଉଁମାନେ ଯୋଗଯୁକ୍ତ ହୋଇ ରହୁଥିବେ, ସେହିମାନେ ହିଁ ବୁଝାଇ ପାରିବେ। ଯୋଗ ଦ୍ୱାରା ବଳ ମିଳିଥାଏ ନା? ବାବା ହେଉଛନ୍ତି ହିଁ ଧାରୁଆ ତରବାରୀ। ତୁମ ସନ୍ତାନମାନଙ୍କୁ ମଧ୍ୟ ଧାରୁଆ ହେବାକୁ ପଡ଼ିବ।
ଯୋଗ ବଳ ଦ୍ୱାରା ବିଶ୍ୱର ରାଜତ୍ୱ ପାଉଛ। ଯୋଗ ଦ୍ୱାରା ବଳ ମିଳୁଛି, ଜ୍ଞାନ ଦ୍ୱାରା ନୁହେଁ। ପିଲାମାନଙ୍କୁ ବୁଝାଇଛି, ଜ୍ଞାନ ରୋଜଗାରର ମାଧ୍ୟମ ଅଟେ। ଯୋଗକୁ ବଳ କୁହାଯାଉଛି। ଏଥିରେ ରାତି ଦିନର ଫରକ ରହିଛି। ତେବେ ଯୋଗ ଭଲ ନା ଜ୍ଞାନ ଭଲ? ଦୁନିଆରେ ଯୋଗର ହିଁ ଖ୍ୟାତି ରହିଛି। ଯୋଗ ଅର୍ଥାତ୍ ବାବାଙ୍କର ୟାଦ। ବାବା କହୁଛନ୍ତି, ଏହି ଯୋଗ ବଳ ଦ୍ୱାରା ହିଁ ତୁମମାନଙ୍କର ପାପ କଟିଯିବ। ଏହା ଉପରେ ହିଁ ବାବା ଜୋର ଦେଉଛନ୍ତି। ଜ୍ଞାନ ତ ବହୁତ ସହଜ। ଭଗବାନ ଉବାଚ, ମୁଁ ତୁମମାନଙ୍କୁ ସହଜ ଜ୍ଞାନ ଶୁଣାଉଛି। 84 ଜନ୍ମର ଚକ୍ରର ଜ୍ଞାନ ଶୁଣାଉଛି। ଏଥିରେ ସବୁ କିଛି ଆସିଯାଉଛି। ଏହା ଇତିହାସ ଭୂଗୋଳ ଅଟେ ନା? ଜ୍ଞାନ ଏବଂ ଯୋଗ ଉଭୟ ହେଉଛି ସେକେଣ୍ଡର କାମ। ବାସ୍, ଆମେ ଆତ୍ମା, ଆମକୁ ବାବାଙ୍କୁ ସ୍ମରଣ କରିବାକୁ ହେବ। ଏଥିରେ ହିଁ ମେହନତ ରହିଛି। ଯୋଗର ଯାତ୍ରାରେ ରହିବା ଦ୍ୱାରା ଶରୀର ଯେପରି ବିସ୍ମୃତି ହେବାକୁ ଲାଗିଥାଏ। ଯଦି ଘଣ୍ଟାଏ ମଧ୍ୟ ଏପରି ଅଶରୀରୀ ହୋଇ ବସିଯିବ, ତେବେ କେତେ ପବିତ୍ର ହୋଇଯିବ। ମନୁଷ୍ୟ ରାତ୍ରିରେ କେହି 6 ଘଣ୍ଟା, କେହି 8 ଘଣ୍ଟା ନିଦ୍ରା ଯାଇଥାନ୍ତି। ଯେତେବେଳେ କି ଅଶରୀରୀ ହୋଇଯାଇଥାନ୍ତି, ସେ ସମୟରେ କୌଣସି ବିକର୍ମ ହୁଏ ନାହିଁ। ଆତ୍ମା ଥକି କରି ଶୋଇଯାଇଥାଏ। ଏପରି ନୁହେଁ କୌଣସି ପାପ ବିନାଶ ହୋଇଥାଏ। ନା, ତାହା ହେଉଛି ନିଦ୍ରା। ସେହି ସମୟରେ କିଛି ବିକର୍ମ ହୁଏ ନାହିଁ। ଯଦି ସେ ସମୟରେ ନିଦ୍ରା ନ କରିବେ, ତେବେ ପାପ ହିଁ କରୁଥିବେ। ତେଣୁ ନିଦ୍ରା ମଧ୍ୟ ଏକ ପ୍ରକାର ସୁରକ୍ଷା ଅଟେ। ସାରା ଦିନ ସେବା କରି କରି ଆତ୍ମା କହେ, ମୁଁ ଏବେ ଶୋଇଯାଉଛି, ଅଶରୀରୀ ହୋଇଯାଉଛି। ଏବେ ତ ଶରୀର ଥାଇ ମଧ୍ୟ ତୁମକୁ ଅଶରୀରୀ ହେବାକୁ ପଡ଼ିବ। ମୁଁ ଆତ୍ମା ଏହି ଶରୀରରୁ ଅଲଗା, ଶାନ୍ତ ସ୍ୱରୂପ ଅଟେ। ଆତ୍ମାର ମହିମା କେବେ ହେଲେ ଶୁଣି ନଥିବେ। ଆତ୍ମା ସତ୍ ଚିତ୍ ଆନନ୍ଦ ସ୍ୱରୂପ ଅଟେ। ପରମାତ୍ମାଙ୍କର ମହିମାର ଗାୟନ କରିଥାନ୍ତି କି ସିଏ ସତ୍ୟ ଅଟନ୍ତି, ଚୈତନ୍ୟ ଅଟନ୍ତି, ସୁଖ ଶାନ୍ତିର ସାଗର ଅଟନ୍ତି। ଏବେ ତୁମକୁ ତାର ମାଷ୍ଟର କୁହାଯିବ। ପିଲାକୁ ମାଷ୍ଟର ମଧ୍ୟ କହିଥାନ୍ତି। ତେଣୁ ବାବା ଯୁକ୍ତିମାନ ମଧ୍ୟ ବତାଉ ଚାଲିଛନ୍ତି। ଏପରି ନୁହେଁ ଯେ ସାରା ଦିନ ନିଦ୍ରାରେ ରହିବ। ନା, ତୁମକୁ ତ ଯୋଗଯୁକ୍ତ ହୋଇ ପାପଗୁଡ଼ିକର ବିନାଶ କରିବାକୁ ହେବ। ଯେତେ ଦୂର ସମ୍ଭବ ବାବାଙ୍କୁ ମନେ ପକାଇବାକୁ ହେବ। ଏପରି ମଧ୍ୟ ନୁହେଁ ଯେ ବାବା ଆମ ଉପରେ ଦୟା ଅଥବା କୃପା କରୁଛନ୍ତି। ନା, ତାଙ୍କର ଏହି ଗାୟନ ରହିଛି, ଦୟାଳୁ ବାଦଶାହ। ତମ ପ୍ରଧାନରୁ ଶତପ୍ରଧାନ କରିବା, ଏହା ମଧ୍ୟ ତାଙ୍କର ପାଠ ଅଟେ। ଭକ୍ତମାନେ କେବଳ ମହିମାର ଗାୟନ କରିଥାନ୍ତି। ତୁମକୁ କେବଳ ମହିମାର ଗାୟନ କରିବାର ନାହିଁ। ସେଥିପାଇଁ ଦିନକୁ ଦିନ ଗୀତ ଆଦି ମଧ୍ୟ ବନ୍ଦ ହୋଇଯାଉଛି। ସ୍କୁଲରେ କ'ଣ କେବେ ଗୀତର ଗାୟନ କରାଯାଏ କି? ପିଲାମାନେ ଶାନ୍ତିରେ ବସି ରହିଥାନ୍ତି। ଶିକ୍ଷକ ଆସିଲେ ଉଠି ଛିଡ଼ା ହୋଇଯାଆନ୍ତି, ପୁଣି ବସିଯାଆନ୍ତି। ଏହି ବାବା କହୁଛନ୍ତି, ମୋତେ ତ ପାଠ ପଢ଼ାଇବାର ପାଠ ମିଳିଛି। ତେଣୁ ପାଠ ପଢ଼ାଇବାକୁ ହିଁ ହେବ। ତୁମ ସନ୍ତାନମାନଙ୍କୁ ଉଠିବାର ଦରକାର ନାହିଁ। ଆତ୍ମାକୁ ବସି ଶୁଣିବାକୁ ପଡ଼ିବ। ତୁମର କଥା ହିଁ ସାରା ଦୁନିଆଠାରୁ ନିଆରା ଅଟେ। ପିଲାମାନଙ୍କୁ କ'ଣ କହିବେ କି ତୁମେ ଉଠ? ନା, ତାହା ତ ଭକ୍ତି ମାର୍ଗରେ କରୁଛନ୍ତି, ଏଠାରେ ନୁହେଁ। ବାବା ତ ନିଜେ ଉଠି ନମସ୍କାର କରୁଛନ୍ତି। ସ୍କୁଲରେ ଯଦି ପିଲାମାନେ ଡେରିରେ ଆସିଲେ ଶିକ୍ଷକ ନିୟମ ଲାଗୁ କରିଦିଅନ୍ତି। ତାଙ୍କୁ ବାହାରେ ଛିଡ଼ା କରିଦେବେ। ସେଥିପାଇଁ ଉଚିତ ସମୟରେ ପହଞ୍ଚିବାର ଡର ରହିଥାଏ। ଏଠାରେ ତ ଡରିବାର କଥା ନାହିଁ। ବାବା ବୁଝାଇଛନ୍ତି, ମୁରଲି ତ ମିଳୁଛି, ଯାହାକୁ ପ୍ରତିଦିନ ପଢ଼ିବାକୁ ହେବ। ମୁରଲି ପଢ଼ିଲେ ତୁମର ପ୍ରେଜେଣ୍ଟ ପଡ଼ିବ, ନଚେତ ଆବସେଣ୍ଟ ବା ଅନୁପସ୍ଥିତ ପଡ଼ିଯିବ। କାହିଁକି ନା ବାବା କହୁଛନ୍ତି, ତୁମକୁ ଗୁହ୍ୟ ଗୁହ୍ୟ କଥା ଶୁଣାଉଛି। ତୁମେ ଯଦି ମୁରଲି ମିସ୍ କରିବ ତ ସେସବୁ ପଏଣ୍ଟସ୍ ମଧ୍ୟ ମିସ୍ ହୋଇଯିବ। ଏହା ହେଉଛି ନୂଆ କଥା, ଯାହାକୁ ଦୁନିଆରେ କେହି ଜାଣିନାହାନ୍ତି।
ମନୁଷ୍ୟମାନେ ତୁମ ଚିତ୍ର ଦେଖି ଚକିତ ମଧ୍ୟ ହୋଇଯାଆନ୍ତି, କାରଣ ଏହା କୌଣସି ଶାସ୍ତ୍ରରେ ନାହିଁ। ଭଗବାନ ଶିବ ବାବା ନିଜେ ଏହି ସବୁ ଚିତ୍ର କରାଇଥିଲେ। ତୁମର ଏହା ନୂଆ ଚିତ୍ରଶାଳା। ବ୍ରାହ୍ମଣ କୁଳର ଯେଉଁମାନେ ଦେବତା ହୋଇଥିବେ, ସେହିମାନଙ୍କର ବୁଦ୍ଧିରେ ହିଁ ଏହା ପଶିବ। କହିବେ, ଏହା ତ ଠିକ୍ କଥା। କଳ୍ପ ପୂର୍ବରୁ ମଧ୍ୟ ଆମେ ଏହି ପାଠ ପଢ଼ିଥିଲୁ। ଏହି ପାଠ ନିଶ୍ଚିତ ଭଗବାନ ହିଁ ପଢ଼ାଉଛନ୍ତି। ଭକ୍ତି ମାର୍ଗର ଶାସ୍ତ୍ରରେ ପ୍ରଥମ ନମ୍ବରରେ ଗୀତା ହିଁ ରହିଛି, କାହିଁକି ନା ଏହା ହେଉଛି ପ୍ରଥମ ଧର୍ମ। ପୁଣି ଅଧା କଳ୍ପ ପରେ ତାଠାରୁ ମଧ୍ୟ ବହୁତ ପଛରେ ଅନ୍ୟ ଶାସ୍ତ୍ର ତିଆରି ହୋଇଥାଏ। ପ୍ରଥମେ ଇବ୍ରାହିମ ଆସିଲେ, ସେ ସମୟରେ ସେ ତ ଏକା ଥିଲେ। ପୁଣି 1ରୁ 2, 2ରୁ 4 ହେଲେ। ଯେତେବେଳେ ଧର୍ମର ବୃଦ୍ଧି ହୋଇ ହୋଇ 1,00,000 1.5 ଲକ୍ଷ ହୋଇଯାଉଛନ୍ତି, ସେତେବେଳେ ଶାସ୍ତ୍ର ଆଦି ରଚନା ହେଉଛି। ସେମାନଙ୍କର ମଧ୍ୟ ଅଧା ସମୟ ପରେ ହିଁ ରଚନା ହେଉଥିବ। ହିସାବ କରାଯାଏ ନା। ପିଲାମାନଙ୍କୁ ତ ବହୁତ ଖୁସି ହେବା ଉଚିତ। ବାବାଙ୍କ ଠାରୁ ଆମକୁ ବର୍ଷା ମିଳୁଛି। ତୁମେ ଜାଣିଛ, ବାବା ଆମକୁ ସୃଷ୍ଟିଚକ୍ରର ସମସ୍ତ ଜ୍ଞାନ ବୁଝାଉଛନ୍ତି। ଏହା ବେହଦର ଇତିହାସ ଭୂଗୋଳ। ସମସ୍ତଙ୍କୁ କୁହ, ଏଠାରେ ବିଶ୍ୱର ଇତିହାସ ଭୂଗୋଳ ସମ୍ବନ୍ଧରେ ବୁଝାଯାଉଛି, ଯାହାକୁ ଅନ୍ୟ କେହି ବି ବୁଝାଇ ପାରିବେ ନାହିଁ। ଯଦିଓ ବିଶ୍ୱର ନକ୍ସା ବାହାର କରୁଛନ୍ତି, କିନ୍ତୁ ସେଥିରେ କ'ଣ ଏହା ଦେଖାଉଛନ୍ତି କି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ କେବେ ଥିଲା, କେତେ ସମୟ ଚାଲିଥିଲା? ବିଶ୍ୱ ତ ଗୋଟିଏ, ତେଣୁ ସେମାନେ ଭାରତରେ ହିଁ ରାଜ୍ୟ କରି ଯାଇଛନ୍ତି, ଏବେ ନାହିଁ। ଏକଥା କାହାରି ବୁଦ୍ଧିରେ ନାହିଁ। ସେମାନେ ତ କଳ୍ପର ଆୟୁଷକୁ ହିଁ 1,00,000 ବର୍ଷ କହିଦେଉଛନ୍ତି। ବାବା ମଧ୍ୟ ମଧୁର ସନ୍ତାନମାନଙ୍କୁ ଅଧିକ କୌଣସି କଷ୍ଟ ଦେଉନାହାନ୍ତି। ବାବା କହୁଛନ୍ତି, ତୁମମାନଙ୍କୁ ପବିତ୍ର ହେବାକୁ ପଡ଼ିବ। ପବିତ୍ର ହେବା ପାଇଁ ତୁମେ ଭକ୍ତି ମାର୍ଗରେ କେତେ ଧକ୍କା ଖାଇଛ। ଏବେ ବୁଝିପାରୁଛ ଯେ ଧକ୍କା ଖାଇ ଖାଇ 2,500 ବର୍ଷ ବିତିଗଲା। ବର୍ତ୍ତମାନ ପୁଣି ବାବା ପୁନର୍ବାର ରାଜ୍ୟଭାଗ୍ୟ ଦେବା ପାଇଁ ଆସିଛନ୍ତି। ଏକଥା ତୁମର ମନେ ଅଛି? ଦୁନିଆ ପୁରୁଣାରୁ ନୂଆ ଏବଂ ନୂଆରୁ ପୁରୁଣା ନିଶ୍ଚିତ ହେଉଛି। ଏବେ ତୁମେ ପୁରୁଣା ଭାରତର ମାଲିକ ଅଟ ନା? ପୁଣି ନୂଆ ଦୁନିଆର ମାଲିକ ହେବ। ଗୋଟିଏ ପାର୍ଶ୍ୱରେ ଭାରତର ବହୁତ ମହିମା ଗାନ କରିଚାଲିଛନ୍ତି, ଅନ୍ୟ ପାର୍ଶ୍ୱରେ ପୁଣି ବହୁତ ଗ୍ଲାନି କରିଚାଲିଛନ୍ତି। ତୁମ ପାଖରେ ତାର ଗୀତ ମଧ୍ୟ ଅଛି। ତୁମେମାନେ ଅନ୍ୟକୁ ବୁଝାଉଛ। ଏବେ କ'ଣ ସବୁ ହେଉଛି, ଏହି 2ଟି ଗୀତ ମଧ୍ୟ ଶୁଣାଇବା ଉଚିତ। ତୁମେ ବତାଇ ପାରିବ କେଉଁଠି ସେହି ରାମ ରାଜ୍ୟ ଏବଂ କେଉଁଠି ବର୍ତ୍ତମାନର ରାଜ୍ୟ। ବାବା ହେଉଛନ୍ତି ଦୀନବନ୍ଧୁ, ତେଣୁ ଗରିବମାନଙ୍କର ଝିଅମାନେ ହିଁ ଏଠାକୁ ଆସିବେ, ଅର୍ଥାତ୍ ନିଜକୁ ସମର୍ପିତ କରିବେ। ସାହୁକାରମାନଙ୍କର ତ ନିଜର ନିଶା ରହିଥାଏ। ତେବେ କଳ୍ପ ପୂର୍ବରୁ ଯେଉଁମାନେ ଆସିଥିବେ, ସେହିମାନେ ଆସିବେ। ଏଥିରେ ଚିନ୍ତାର କୌଣସି କଥା ନାହିଁ। ଶିବ ବାବାଙ୍କୁ କେବେ କୌଣସି ଚିନ୍ତା ହୁଏ ନାହିଁ। ଦାଦାଙ୍କର ହୁଏ। ଏହାଙ୍କର ନିଜର ବି ଚିନ୍ତା ଅଛି। ମୋତେ ନମ୍ବର 1 ପାବନ ହେବାକୁ ପଡ଼ିବ। ସେଥିପାଇଁ ଗୁପ୍ତ ପୁରୁଷାର୍ଥ କରିବାକୁ ହେବ। ଚାର୍ଟ ରଖିଲେ ଜଣାପଡ଼ିଯାଏ ଏହାଙ୍କର ପୁରୁଷାର୍ଥ ଅଧିକ। ବାବା ସବୁବେଳେ ବୁଝାଉଛନ୍ତି, ଡାଏରୀ ରଖ। ବହୁତ ପିଲା ଲେଖୁଛନ୍ତି ମଧ୍ୟ। ଚାର୍ଟ ଲେଖିବା ଦ୍ୱାରା ବହୁତ ସୁଧାର ହେଉଛି। ଏହି ଯୁକ୍ତି ବହୁତ ଭଲ, ତେଣୁ ସମସ୍ତେ କରିବା ଉଚିତ। ଡାଏରୀ ରଖିବା ଦ୍ୱାରା ତୁମର ବହୁତ ଲାଭ ହେବ। ଡାଏରୀ ରଖିବା ଅର୍ଥାତ୍ ବାବାଙ୍କୁ ମନେ ପକାଇବା। ସେଥିରେ ବାବାଙ୍କର ସ୍ମୃତି ଲେଖିବାକୁ ହେବ। ଡାଏରୀ ମଧ୍ୟ ସହଯୋଗୀ ହେବ। ତୁମେମାନେ ପୁରୁଷାର୍ଥ କରିପାରିବ। ନୋଟ ଆଦି କରିବା ପାଇଁ କେତେ ଲକ୍ଷ ଲକ୍ଷ କୋଟି କୋଟି ଡାଏରୀ ହେଉଛି। ସବୁଠାରୁ ମୁଖ୍ୟ କଥା ହେଉଛି ନୋଟ କରିବାର। ଏକଥା କେବେ ଭୁଲିଯିବା ଉଚିତ ନୁହେଁ। ସେହି ସମୟରେ ଡାଏରୀରେ ଲେଖିଦେବା ଦରକାର। ରାତିରେ ହିସାବ କିତାବ ଲେଖିବା ଉଚିତ। ତେବେ ଜଣାପଡ଼ିବ ଏହାଦ୍ୱାରା ତ ଆମର କ୍ଷତି ହେଉଛି, କାହିଁକି ନା ଜନ୍ମ ଜନ୍ମାନ୍ତରର ବିକର୍ମ ଭସ୍ମ କରିବାକୁ ହେବ।
ବାବା ରାସ୍ତା ବତାଉଛନ୍ତି। ନିଜ ଉପରେ ଦୟା ଅଥବା କୃପା କରିବାକୁ ହେବ। ଶିକ୍ଷକ ତ ପାଠ ପଢ଼ାଇଥାନ୍ତି, ଆଶୀର୍ବାଦ ତ କରିବେ ନାହିଁ। ଆଶୀର୍ବାଦ, କୃପା, ଦୟା ଆଦି ମାଗିବା ଠାରୁ ମରିଯିବା ଭଲ। କାହାଠାରୁ ପଇସା ମଧ୍ୟ ମାଗିବା ଉଚିତ ନୁହେଁ। ପିଲାମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ମନା କରାଯାଉଛି। ବାବା କହୁଛନ୍ତି, ଡ୍ରାମା ଅନୁସାରେ ଯେଉଁମାନେ କଳ୍ପ ପୂର୍ବେ ବୀଜରୋପଣ କରିଥିଲେ, ଅର୍ଥାତ୍ ନିଜର ପଇସା ସଫଳ କରିଥିଲେ, ବର୍ଷା ପାଇଥିଲେ, ସେହିମାନେ ସ୍ୱତଃ ହିଁ କରିବେ। ତୁମେ କୌଣସି କାମ ପାଇଁ ମାଗ ନାହିଁ, ନ କଲେ ପାଇବେ ନାହିଁ। ମନୁଷ୍ୟ ଦାନ ପୁଣ୍ୟ କରିଲେ ପ୍ରତିଦାନରେ ତାଙ୍କୁ ମିଳିଥାଏ ନା। ରାଜା ଅଥବା ସାହୁକାରଙ୍କ ପାଖରେ ଯାଇ ଜନ୍ମ ନେଇଥାନ୍ତି। ଯାହାଙ୍କର କରିବାର ଥିବ ସେ ସ୍ୱତଃ କରିବେ, ତୁମକୁ ମାଗିବାର ନାହିଁ। କଳ୍ପ ପୂର୍ବରୁ ଯେଉଁମାନେ ଯେତିକି କରିଥିବେ, ଡ୍ରାମା ତାଙ୍କ ଦ୍ୱାରା କରାଇବ। ମାଗିବା କ'ଣ ଦରକାର? ବାବା ତ କହୁଛନ୍ତି, ସେବା ନିମନ୍ତେ ହୁଣ୍ଡି ଭରୁଛୁ। ମୁଁ କ'ଣ ପିଲାମାନଙ୍କୁ କହିବି କି ପଇସା ଦିଅ? ଭକ୍ତି ମାର୍ଗର କଥା ଜ୍ଞାନ ମାର୍ଗରେ ନାହିଁ। ଯେଉଁମାନେ କଳ୍ପ ପୂର୍ବରୁ ସହଯୋଗ କରିଥିଲେ, ସେହିମାନେ ସ୍ୱତଃ କରିବେ। କେବେ ବି ମାଗିବା ଉଚିତ ନୁହେଁ। ବାବା କହୁଛନ୍ତି, ପିଲାମାନେ, ତୁମେମାନେ ଚାନ୍ଦା ଏକାଠି କରିପାରିବ ନାହିଁ। ଏକଥା ତ ସନ୍ନ୍ୟାସୀମାନେ କରିଥାନ୍ତି। ଭକ୍ତି ମାର୍ଗରେ ଅଳ୍ପ ଦେଲେ ମଧ୍ୟ ତା ବଦଳରେ ଗୋଟିଏ ଜନ୍ମ ପାଇଁ ମିଳିଥାଏ। ଏହା ପୁଣି ହେଉଛି ଜନ୍ମ ଜନ୍ମାନ୍ତର ପାଇଁ। ତେଣୁ ଜନ୍ମ ଜନ୍ମାନ୍ତର ପାଇଁ ସବୁ କିଛି ଦେଇଦେବା ଭଲ ନା। ଏହାର ନାମ ତ ଭୋଳା ଭଣ୍ଡାରୀ ଅଟେ। ତୁମେ ପୁରୁଷାର୍ଥ କରିଲେ ବିଜୟ ମାଳାରେ ଗୁନ୍ଥା ହୋଇପାରିବ। ଭଣ୍ଡାର ଭରପୁର, କାଳକଣ୍ଟକ ଦୂର। ସେଠାରେ କେବେ ହେଲେ ଅକାଳ ମୃତ୍ୟୁ ହେବ ନାହିଁ। ଏଠାରେ ମନୁଷ୍ୟ କାଳକୁ କେତେ ଡରୁଛନ୍ତି। ଟିକେ କିଛି ହେଲେ ମୃତ୍ୟୁ ମନେ ପଡ଼ିଯାଉଛି। ସେଠାରେ ଏହି ଖିଆଲ ବି ରହିବ ନାହିଁ। ତୁମେ ଅମରପୁରୀକୁ ଯାଉଛ, ଏହା ଛି ଛି ମୃତ୍ୟୁଲୋକ ଅଟେ। ଭାରତ ହିଁ ଅମରଲୋକ ଥିଲା, ଏବେ ମୃତ୍ୟୁଲୋକ ହୋଇଯାଇଛି। ତୁମର ଅଧାକଳ୍ପ ବହୁତ ଛି ଛି ଭାବରେ ବିତିଛି। ତୁମେମାନେ ତଳକୁ ଖସି ଆସିଛ। ପୁରୀର ଜଗନ୍ନାଥ ମନ୍ଦିରରେ କେତେ ଖରାପ ଖରାପ ଚିତ୍ର ସବୁ ରହିଛି। ବାବା ତ ଅନୁଭବୀ ଅଟନ୍ତି ନା। ଚାରିଆଡ଼େ ବୁଲିଛନ୍ତି, ଗୋରାରୁ ଶ୍ୟାମଳ ହୋଇଛନ୍ତି, ଗାଁରେ ରହୁଥିଲେ। ବାସ୍ତବରେ ଏହି ସମଗ୍ର ଭାରତ ହେଉଛି ଗୋଟିଏ ଗାଁ। ତୁମେ ଗାଁର ପିଲା। ଏବେ ତୁମେ ଜାଣୁଛ ଆମେ ବିଶ୍ୱର ମାଲିକ ହେଉଛୁ। ଏପରି ଭାବିବା ଉଚିତ ନୁହେଁ କି ମୁଁ ତ ବମ୍ବେରେ ରହୁଛି। ବମ୍ବେ ମଧ୍ୟ ସ୍ୱର୍ଗ ଆଗରେ କ'ଣ? କିଛି ବି ନୁହେଁ, ଗୋଟିଏ ପଥର ମଧ୍ୟ ନୁହେଁ। ଆମେ ଗାଁର ପିଲାମାନେ ନିର୍ଧନ ଅନାଥ ହୋଇଯାଇଛୁ। ଏବେ ପୁଣି ଆମେ ସ୍ୱର୍ଗର ମାଲିକ ହେଉଛୁ। ତେଣୁ ଖୁସିରେ ରହିବା ଉଚିତ। ଏହାର ନାମ ହେଉଛି ହିଁ ସ୍ୱର୍ଗ। ମହଲମାନଙ୍କରେ କେତେ ହୀରା ନୀଳା ଖଞ୍ଜା ହୋଇ ରହିବ। ସୋମନାଥ ମନ୍ଦିର କେତେ ହୀରା ନୀଳାରେ ଭରି ରହିଥିଲା। ପ୍ରଥମେ ପ୍ରଥମେ ଶିବଙ୍କ ମନ୍ଦିର ତିଆରି କରିଥାନ୍ତି। ସେତେବେଳେ କେତେ ସାହୁକାର ଥିଲେ। ଏବେ ତ ଭାରତ ଗାଁ ହୋଇଯାଇଛି। ସତ୍ୟ ଯୁଗରେ ବହୁତ ମାଲାମାଲ ଥିଲା। ଏହି କଥା ଦୁନିଆରେ ତୁମ ବ୍ୟତୀତ କେହି ହେଲେ ଜାଣିନାହାନ୍ତି। ତୁମେ କହୁଛ କାଲି ଆମେ ବାଦଶାହ ଥିଲୁ, ଆଜି ଫକୀର ହୋଇଯାଇଛୁ, ପୁଣି ବିଶ୍ୱର ମାଲିକ ହେବୁ। ତୁମ ସନ୍ତାନମାନଙ୍କୁ ନିଜ ଭାଗ୍ୟକୁ ଧନ୍ୟବାଦ ଦେବା ଉଚିତ ଯେ ଆମେ ପଦ୍ମା ପଦମ ଭାଗ୍ୟଶାଳୀ ଅଟୁ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। 1 ନମ୍ବର, ବିକର୍ମରୁ ବଞ୍ଚିବା ପାଇଁ ଏହି ଶରୀର ଭିତରେ ରହି ଅଶରୀରୀ ହେବାର ପୁରୁଷାର୍ଥ କରିବାକୁ ହେବ। ଯୋଗର ଯାତ୍ରା ଏପରି ହେଉ ଯେପରି ଶରୀରର ବିସ୍ମୃତି ହୋଇଯାଉ। 2 ନମ୍ବର, ଜ୍ଞାନର ଚିନ୍ତନ ମନ୍ଥନ କରି ଆସ୍ତିକ ହେବାକୁ ପଡ଼ିବ।
ମୁରଲି କେବେ ବି ମିସ୍ କରିବାର ନାହିଁ। ନିଜର ଉନ୍ନତି ପାଇଁ ଡାଏରୀରେ ଯୋଗର ଚାର୍ଟ ନୋଟ୍ କରିବାକୁ ହେବ। ଆଜିର ବରଦାନ, ଅଲୌକିକ ଶକ୍ତିକୁ ପ୍ରତ୍ୟେକ କର୍ମରେ ବ୍ୟବହାର କରୁଥିବା ଯୁକ୍ତିଯୁକ୍ତ ଜୀବନମୁକ୍ତ ଆତ୍ମା ଭବ। ଅଲୌକିକ ଶକ୍ତିକୁ ପ୍ରତ୍ୟେକ କର୍ମରେ ବ୍ୟବହାର କରୁଥିବା ଯୁକ୍ତିଯୁକ୍ତ ଜୀବନମୁକ୍ତ ଆତ୍ମା ଭବ। ଡିଟେଲ୍ସ, ଏହି ବ୍ରାହ୍ମଣ ଜୀବନରେ ବିଶେଷତା ହିଁ ଅଲୌକିକତା ଅଟେ। ଅଲୌକିକ ଶକ୍ତି ଆଧାରରେ ହିଁ ନିଜକୁ ବା ସମସ୍ତଙ୍କୁ ପରିବର୍ତ୍ତନ କରିପାରିବ। ଏହି ଶକ୍ତି ଦ୍ୱାରା ଅନେକ ପ୍ରକାରର ଶାରୀରିକ ବନ୍ଧନଗୁଡ଼ିକରୁ ମୁକ୍ତି ମିଳିଥାଏ। କିନ୍ତୁ ଯୁକ୍ତିଯୁକ୍ତ ହୋଇ ପ୍ରତ୍ୟେକ କର୍ମରେ ଢିଲା ହେବା ପରିବର୍ତ୍ତେ ନିଜର ଅଲୌକିକ ବା ଆତ୍ମିକ ଶକ୍ତିକୁ ବ୍ୟବହାର କର। ମନ, ବଚନ, କର୍ମ ତିନୋଟି ଯାକରେ ଆତ୍ମିକ ଶକ୍ତିକୁ ବ୍ୟବହାର କର। ମନ, ବଚନ ଏବଂ କର୍ମ ତିନୋଟି ଯାକରେ ଆତ୍ମିକ ଶକ୍ତିର ଏକାଠି ଅନୁଭବ ହେଉ। ଯେଉଁମାନେ ଏହି ତିନୋଟି ଯାକରେ ଯୁକ୍ତିଯୁକ୍ତ ଅଟନ୍ତି, ସେହିମାନେ ହିଁ ଜୀବନମୁକ୍ତ ଅଟନ୍ତି। ଆଜିର ସ୍ଲୋଗାନ, ସତ୍ୟତାର ବିଶେଷତା ଦ୍ୱାରା ଖୁସି ଏବଂ ଶକ୍ତିର ଅନୁଭୂତି କରିଚାଲ। ସତ୍ୟତାର ବିଶେଷତା ଦ୍ୱାରା ଖୁସି ଏବଂ ଶକ୍ତିର ଅନୁଭୂତି କରିଚାଲ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା, ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଜୀବନରେ ଯେଉଁ ସବୁ ପରିସ୍ଥିତି ଗୁଡ଼ିକ ଆସୁଛି ବା ଆସିବାକୁ ଯାଉଛି, ସେଥିରେ ବିଦେହୀ ସ୍ଥିତିର ଅଭ୍ୟାସ ବହୁତ ଆବଶ୍ୟକ। ସେଥିପାଇଁ ଅନ୍ୟ ସବୁ କଥାକୁ ଛାଡ଼ି ଏହା ତ ହୋଇପାରିବ ନାହିଁ, ଏମିତି ତ ହୋଇପାରିବ ନାହିଁ, କିଏ ଜାଣେ କ'ଣ ହେବ, ଏହିଭଳି ପ୍ରଶ୍ନଗୁଡ଼ିକୁ ଛାଡ଼ି ଏବେ ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ବିଦେହୀ ପିଲାମାନଙ୍କ ଉପରେ କୌଣସି ବି ପରିସ୍ଥିତି ବା କୌଣସି ବି ହଲଚଲ ପ୍ରଭାବ ପକାଇ ପାରିବ ନାହିଁ। ଓମ୍ ଶାନ୍ତି।